ଶୀତଳ ଷଷ୍ଠୀ କଣ, କାହିଁକି ପାଳନ କରାଯାଏ, କାହିଁକି ଶିବ ପାର୍ବତୀଙ୍କର ବିବାହ ହୁଏ ଏହି ଦିନ? ଆସନ୍ତୁ ଜାଣିବା ଏହି ଭିଡିଓରେ। ଜୟ ଜଗନ୍ନାଥ, ହର ହର ମହାଦେବ। ମୋ ଚ୍ୟାନେଲକୁ ଆପଣ ମାନଙ୍କୁ ସ୍ୱାଗତ। ନୂଆକରି ଦେଖୁଥିଲେ ଭିଡିଓଟିକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଆଉ ଆପଣଙ୍କର ମତାମତ ନିହାତି ଦିଅନ୍ତୁ। ଭିଡିଓଟି ପୁରାପୁରି ଦେଖିବାକୁ ଅନୁରୋଧ। ତ ଚାଲନ୍ତୁ ଜାଣିବା ଶୀତଳ ଷଷ୍ଠୀ କଣ। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶିବ ବିବାହ ହୁଏ। ତା ପରଦିନ ଶୀତଳ ଷଷ୍ଠୀ ହୋଇଥାଏ। ଏକଦା ଦେବୀ ସତୀଙ୍କ ପିତା ଦକ୍ଷ ଯଜ୍ଞ କରିଥିଲେ, ଯେଉଁଥିରେ କି ସେ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ମହାଦେବକୁ ଛାଡି। ଏହା ଦେବୀ ସତୀ ସହ୍ୟ ପାରିନଥିଲେ ମହାଦେବଙ୍କର ଅପମାନ, ଆଉ ଯଜ୍ଞ କୁଣ୍ଡରେ ନିଜକୁ ଆହୁତି ଦେଇଥିଲେ। ଏହି ଦୃଶ୍ୟ ଦେଖି ମହାଦେବ ଆଉ ସହ୍ୟ କରିପାରିନଥିଲେ। ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ଧରି ଏଣେତେଣେ ଘୁରି ବୁଲୁଥିଲେ। ବିଷ୍ଣୁଙ୍କ ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡ କରିବା ପରେ ମଧ୍ୟ ମହାଦେବ କୈଳାସ ଛାଡି ଏଣେତେଣେ ଘୁରି ବୁଲୁଥିଲେ। ମହାଦେବଙ୍କୁ ଶାନ୍ତ ହେବା ପାଇଁ ବହୁତ ସମୟ ଲାଗି ଯାଇଥିଲା। ଏପଟେ ତାରକାସୁର ନାମକ ଜଣେ ରାକ୍ଷସ ବ୍ରହ୍ମାଙ୍କୁ ପୂଜା କରି ନିଜର ଅତ୍ୟନ୍ତ ପରାକ୍ରମ ହୋଇପାରିଥିଲା। ତାହାର ଦୁରାତ୍ମା କେହି ଦେବତା ମାନେ ମଧ୍ୟ ସହ୍ୟ କରିପାରୁନଥିଲେ। ଆଉ ତାର ବଧ କେବଳ ଶିବଙ୍କର ସନ୍ତାନ ହିଁ କରିପାରିବ। ବ୍ରହ୍ମାଙ୍କଠୁ ସେ ଏହି ବର ପ୍ରାପ୍ତ କରିପାରିଥିଲା। କିନ୍ତୁ ମହାଦେବ ତ ଏବେ ଧ୍ୟାନ ମଗ୍ନରେ। ତାଙ୍କର ଧ୍ୟାନ ଭଗ୍ନ କରିବ କିଏ? ହିମାଳୟ ପୁତ୍ରୀ ବା ହିମବତଙ୍କ ପୁତ୍ରୀ ପାର୍ବତୀ ଖୁବ ଶିବ ଭକ୍ତ ଥିଲେ। ସେ ଶିବଙ୍କୁ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଧ୍ୟାନ, ଧାରଣା, ଯୋଗ, ସମାଧି ସବୁ କିଛି ପ୍ରୟାସ କରିଥିଲେ। ମାତା ପାର୍ବତୀଙ୍କୁ ମାତା ସତୀଙ୍କର ଅଂଶ ବୋଲି କୁହାଯାଏ। ମହାଦେବଙ୍କୁ ପତି ରୂପରେ ପାଇବା ପାଇଁ ମାତା ପାର୍ବତୀ ଘୋର ତପସ୍ୟା କରିଥିଲେ। ଆଉ ଏକଥା ମହାଦେବ ଜାଣିପାରି ମାତା ପାର୍ବତୀଙ୍କର ପରୀକ୍ଷା ନେବା ପାଇଁ ଆସି ପହଞ୍ଚିଥିଲେ ଏକ ବ୍ରାହ୍ମଣ ସନ୍ନ୍ୟାସୀ ରୂପରେ। ମାତା ପାର୍ବତୀ ତାଙ୍କର ଖୁବ ଅଭ୍ୟର୍ଥନା କରିଥିଲେ। ଯେତେବେଳେ ସନ୍ନ୍ୟାସୀ ଜଣଙ୍କର ମାତା ପାର୍ବତୀଙ୍କ ଆଗରେ ମହାଦେବଙ୍କର ବିରୋଧରେ ବହୁତ କିଛି କହିଲେ, ଏସବୁ ମାତା ପାର୍ବତୀ ସହ୍ୟ କରିପାରି ନଥିଲେ। ସେ ଶିବଙ୍କୁ ପତି ରୂପରେ ପାଇବାକୁ ଚାହୁଁଥିଲେ। ତାଙ୍କର ପ୍ରେମ ହିଁ ସବୁଠାରୁ ବଡ ଥିଲା। ତାଙ୍କର ପ୍ରେମ ଆଉ ଭକ୍ତି ସାମ୍ନାରେ ମହାଦେବ ଅତି ସନ୍ତୁଷ୍ଟ ହୋଇଥିଲେ। ଆଉ ତାଙ୍କ ସାମ୍ନାରେ ତାଙ୍କ ନିଜ ସ୍ୱରୂପରେ ସେ ପ୍ରକଟ ହୋଇଗଲେ। ସେତେବେଳକୁ ମହାଦେବ ଶାନ୍ତ ହୋଇସାରିଥିଲେ। ସେ ମାତା ପାର୍ବତୀଙ୍କୁ ବିବାହ କଲେ। ସେଦିନ ଥିଲା ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥି। ସେଥିପାଇଁ ପ୍ରତିବର୍ଷ ଶିବ ବିବାହ ସେହି ଦିନ ହୋଇଥାଏ। ଏହି ଶୀତଳ ଷଷ୍ଠୀ ସମ୍ବଲପୁରରେ ଖୁବ ଧୁମଧାମରେ ପାଳନ କରାଯାଏ। ବିବାହର ପୂର୍ବରୁ ମହାଦେବଙ୍କର ପିତାମାତା ଓ ମାତା ପାର୍ବତୀଙ୍କର ପିତାମାତା ଚୟନ କରାଯାଏ। ବିବାହ ଖୁବ ଧୁମଧାମରେ ହୁଏ। ପ୍ରତ୍ୟେକ ରୀତିନୀତି ଅତି ଆଡମ୍ବର ସହକାରେ ପାଳନ କରାଯାଏ। ସମସ୍ତ ଦେବାଦେବୀଙ୍କୁ ଏହି ବିବାହରେ ନିମନ୍ତ୍ରଣ କରାଯାଏ। ଭୋଜି ଭାତ ଅତି ଆଡମ୍ବର ସହକାରେ କରାଯାଇଥାଏ। ଏହାର ପରଦିନ ଷଷ୍ଠୀ ହୋଇଥାଏ, ଶୀତଳ ଷଷ୍ଠୀ। ଏହି ଶୀତଳ ଷଷ୍ଠୀ ନାମକରଣ ଆହୁରି ମଧ୍ୟ ଏକ କାରଣ ରହିଛି। କାରଣ ଜ୍ୟେଷ୍ଠ ରୌଦ୍ରତା ପରେ ପୃଥିବୀ ଅତ୍ୟନ୍ତ ସହ୍ୟ କରିଥାଏ କଷ୍ଟ। ଏହି ଦିନଠାରୁ ବର୍ଷାର ଆଗମନ ବା ମୌସୁମୀର ଆଗମନ ମଧ୍ୟ ହୋଇଥାଏ, ଯାହାକି ପୃଥିବୀକୁ ଶୀତଳ ପ୍ରଦାନ କରିଥାଏ। ସେଥିପାଇଁ ମଧ୍ୟ ଏହାର ନାମ ଶୀତଳ ଷଷ୍ଠୀ ହୋଇଥାଏ। କାରଣ ପୃଥିବୀକୁ ଶାନ୍ତ କରିବା ପାଇଁ ବର୍ଷାର ଆଗମନ ହୋଇଥାଏ। ଆଜିର ଭିଡିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ଭାବରେ ଜଣେଇବେ। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଆଉ ଆପଣଙ୍କର ମତାମତ ଦେବାକୁ ଜମା ବି ଭୁଲିବେନି। हर हर महादेव।